हेलो। हाँ भाई कह। जाई कौन करछु? ଆଉ ବାପା ବୋଉ କଣ କରୁଛନ୍ତି? ବୋଉ ଏଇଠି ପରିବା କାଟୁଛି। ବାପା କ୍ଷୀର ନେଇକି ଯାଇଛନ୍ତି ଓମଫେଡ। ଆସୁଥିବେ ଆଉ। ଆଚ୍ଛା କହିଲୁ ଭାଇ, ମୋ ପାଇଁ କଣ କଣ ଆଣୁଛୁ? ତୋ ପାଇଁ ହାତର ଚାରି ଚାରି ପଟ ଚୁଡ଼ି, କାନର ପେଣ୍ଡି ଫୁଲ, ଆଉ ତୋ ବର ପାଇଁ ସୁନାର ଚେନ୍ କିଣି ଦେଇଛି। ଆଉ କଣ କହୁଛୁ? ମୋ ଭାଇ ଭଳିଆ କିଏ ହବ ଲୋ? ଦେଲୁ ଦେଲୁ ମୋ ପୁଅ ସାଙ୍ଗରେ ଟିକେ କଥା ହେବି। ନାଇଁ ନାଇଁ। ହ୍ୟାଲୋ ପୁଅ, ତୁ କଣ ଖାଇଛୁ? ହଁ ବୋଉ, ଏବେ ସାଙ୍ଗେ ସାଙ୍ଗେ ହୋଟେଲରୁ ଖାଇକି ଆସିଲି। ତୋ ଦେହ ପା ଭଲ ଅଛି ଟି? ତୁ ଆଗେ କହିଲୁ, ତୁ ଠିକ ଟାଇମରେ ବ୍ଲଡ ପ୍ରେସର ମେଡିସିନ ଖାଉଛୁ ନା ନାଇଁ? ତୁ କାଇଁ ଟେନସନ ନଉଛୁ? ଯାଇ ବାହାଘର ସବୁ ଜାଗା ଖର୍ଚ୍ଚ ମୁଁ ସମ୍ଭାଳିବି। ଅନେ ବାପା ଆସିଲେଣି, ବାପାଙ୍କ ସାଙ୍ଗରେ କଥା ହବୁ ନେ। ଝୁଅ ଦେଇଦେବୁ ଟିକେ ଫୋନ ବାପାଙ୍କୁ। ଆରେ କାହା ସହିତ କଥା ହଉଛ? ପୁଅ ଫୋନ କରିଛି। ପୁଅ ଫୋନ କରିଛି? ହଁ। ଆଚ୍ଛା ଆଚ୍ଛା। ହ୍ୟାଲୋ ଆଜ୍ଞା ବାପା। ପୁଅ, ତୁ ଏଇ ସପ୍ତାହରେ ଘରକୁ ଆସୁଟି? ମୁଁ ଟ୍ରେନରେ ଆଡଭାନ୍ସ ଟିକେଟ କରିଦେଇଛି। ବୁଧବାର ରାତିରେ ବସିବି, ଗୁରୁବାର ସକାଳୁ ଯାଇ ପହଞ୍ଚିବି ଆଉ। ତୁ ଶୀଘ୍ର ଆଇଲେ ଯାଇ ବାହାଘର, ରାତି ପାଇଲେ ଯାଇ ବାହାଘର। ତୁ କେମିତି ଏମିତି ଡେରି କରୁଛୁ କହିଲୁ? ମୁଁ ଏକୁଟିଆ ଲୋକ, ମୁଁ କଣଟା କରିବି କହିଲୁ? ତୁ ଏଇ ସପ୍ତାହରେ ଯେମିତି ହେଲେ ଆସି ପହଞ୍ଚ ହେଲା। କଣ କହୁଛୁ? ହଁ ହଉ ନେ ମା ନେ, ଫୋନ କାଟେ ନେ। ହ୍ୟାଲୋ। ହଁ ସାଙ୍ଗ। ହଁ ଏବେ ଟ୍ରେନରୁ ଜଷ୍ଟ ଓହ୍ଲେଇଲି ବା। ତୁ ଘରେ ଅଛୁ? ହଁ ମତେ ସେଇ 2 ଘଣ୍ଟା ଖଣ୍ଡେ ଲାଗିବ ଆଉ। ହଁ ହଁ ଆଜି ହଁ ମୁଁ ମନେ ଅଛି ମନେ ଅଛି ମନେ ଅଛି। ଆଉ ସନ୍ଧ୍ୟାବେଳକୁ ହବ ଆଉ କଣ। ହଁ 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 ହଉ ଠିକ ଅଛି। ଆଉ ଗୋଟେ ଶୁଣୁ ବା, ଆଉ ଆମ ଜାଇର ବାହାଘରଟା ଠିକ ହେଇଯାଇଛି। ଆଉ ତୁ ରହିବୁ ଆଉ। ହଁ ସମସ୍ତେ ରହିବେ, ସମସ୍ତଙ୍କୁ ମୁଁ କହିଦେଇଛି। ଖାଲି ତୋତେ, ଆଉ ତୁ ରହିବୁ ତ ଆଉ। ହଁ ହଉ ହଉ ଠିକ ଅଛି, ମୁଁ ଗଲେ କଥା ହବା ଆଉ। ହଁ ହଁ ହଉ 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 ହଉ। ଅଟୋ ଅଟୋ। ଭାଇ କୁଆଡେ ଯିବ? ଅଡ଼ଶପୁର ନିଆଳି। ହଁ ହଁ ଅଡ଼ଶପୁର 10 କିଲୋ ଭିତରକୁ। ମାନେ ଭିତରକୁ ଏରଞ୍ଚ ତ? ହଁ ହଁ ଏରଞ୍ଚ ହଁ ମୁଁ ଏରଞ୍ଚ। ଜାଣିପାରିଲି ବହୁତ 1000 ଟଙ୍କା ପଡିବ। 1000 ଟଙ୍କା ଭାଇ ବେଶୀ ହଉଛି, 900 ଟଙ୍କା କର ଆଉ। ହଉ ଠିକ ଅଛି, ଆସି ବସ। ହଁ ହଉ ହଉ ବସ ବସ। ହଉ ହଉ। ଏ ବ୍ୟାଗଟା ଏଇଠି ଥୋଇ ଦଉଛି। ହଁ ହଁ। ହଉ। ଭାଇ ଗୋଟେ ମିନିଟ ବସିଥାଅ, ମୁଁ ଟିକେ ଥଣ୍ଡା ଫଣ୍ଡା ପିଇକି ଆସୁଛି। ହଉ 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 ଠିକ ଅଛି। ହ୍ୟାଲୋ ଭାଇ, ତୁ କୋଉଠି ହେଲୁଣୁ? ହଁ ଯାଇ ମୁଁ ନଖରା ପାଖରେ ହେଇଯାଇଛି। ଆଉ ଜଷ୍ଟ ଘଣ୍ଟା ଭିତରେ ଯାଇ ପହଞ୍ଚିବି ଆଉ। ନଖରା ପାଖରେ ଆସିକି ହେଲୁଣୁ? ହଉ ହଉ ଆସେ ଆସେ। କଣ ଭାରି ଖୁସି ଅଛୁ? ଭାଇ ଆସିକି ନଖରା ପାଖରେ ହେଲାଣି, ଆଉ କିଛି ସମୟ ଭିତରେ ଆସି ପହଞ୍ଚିବ ଘରେ। ହଉ ଖୋଲ। ଭଲ କାମ ଦବ ତ? ଠିକ ଅଛି, ପୁରା ମାଲ ହେଇଯିବା। ଅଧା ଦବ ହେଲା, ଅଧା ଦବ। ହଁ ସବୁ ନବନି। ହଉ ଠିକ। ହଁ ହେଇଛି। ହେଇଛି ଆଉ ଟିକେ ଫେଣ୍ଟି ଦବା ଆଉ। ପୁରା ରେଡି ଆଉ କଣ ଜଣା ପଡୁଛି? ଠିକ ଅଛି ପୁରା ନେଇକି ଯାଉଛି। ଭାଇ ଟିକେ ଥଣ୍ଡା ମାରିଦଉନ। ଥଣ୍ଡା କଣ ଗରମ ହଉଛି, ଟିକେ ଥଣ୍ଡା ମାରିଦିଅ। ଥଣ୍ଡା ହେଲେ କଣ କରାଯିବ? ମାରିଦିଅ, ଟିକେ ଗରମ ଲାଗୁଛି, ଟିକେ ମାରିଦିଅ। ହଉ ଠିକ ଅଛି। ହଉ ଚାଲ। ରେଡି, କାମ ହେଇଗଲା। ହଉ ଭାଇ ଚାଲ। ହଉ ଚାଲ। ମା ଝିଅ କଣ ତମେ ଏମିତି ମନ ଦୁଃଖରେ ବସିଛ, କଣ ହେଇଛି କିରି? ବାପା ଭାଇ ଫୋନ କରିଥିଲା 10ଟା ବେଳେ, କହୁଥିଲା ନଖରା ପାଖରେ ଅଛି ବୋଲି। ହଁ 1 ବାଜିଲାଣି ଏପର୍ଯ୍ୟନ୍ତ ଆସିବାକୁ ନାହିଁ, କଣ ହେଇଛି କେଜାଣି? ତୁ କଣ କହୁଛୁ ବା?
10টাରୁ ଆସି 1 ବାଜିଲାଣି ତ ମାନେ 3 ଘଣ୍ଟା ହେଇଗଲା। ଏ ଆମ ଘରକୁ ଆସିବାକୁ ମାତ୍ର 1 ଘଣ୍ଟା ଲାଗିବ, 3 ଘଣ୍ଟା ହେଲାଣି। କଣ ତୁ କହୁଛୁ? ମୋ ପୁଅ ଆସିଲା ନେଇ ପଳଉଥିଲା। ତମେ ଟିକେ ଗାଡି ନେଇକି ଗଲ, କାହାକୁ ସାଙ୍ଗରେ ନେଇକି ଦେଖି ଆସିବ। ତୁ ଏ ଘାସ ଗଣ୍ଡାକ ଗାଈକି ପକେଇ ଆଗରେ ଥୋଇଦବ, ମୁଁ ଯାଉଛି। ହଉ। ମହନ୍ତ ଟିକେ ଠିଆ 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 ଠିଆ। କଣ ହେଇଛି ଭାଇ? ଭାରି ବ୍ୟସ୍ତ ଜଣା ପଡୁଛ। ଆରେ ଭାଇ କଣ କହିବି ସେ କଥା, ପୁଅଟା ମୋର ଆସୁଥିଲା 10ଟା ବେଳେ ନଖରାରେ ପହଞ୍ଚିଛି। ନଖରାରେ ଯେତେବେଳେ ପହଞ୍ଚିଗଲା, ଯାଇ ସହିତ ସେ ଫୋନରେ କଥା ହେଇଛି। କହିଲା ଯାଇ ମୁଁ ଅଧଘଣ୍ଟା ଘଣ୍ଟାଏ ଭିତରେ ପହଞ୍ଚି। ନଖରା ଠାରୁ ଆମ ଘରଟା କେତେ ବାଟ ହବ? 30-35 କିଲୋମିଟର ହବ। ଘଣ୍ଟାଏ ଭିତରେ ଆସି ପହଞ୍ଚିବା କଥା। ଆସିକି 1 ବାଜିଲାଣି, ପୁଅ ମୋର ଆସିନାହିଁ। ତୁ ଚାଲ ଟିକେ ଯିବା ସାଙ୍ଗ ହେଇକି। ବସ 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 ବସ। ନଖରା ସରିକି ଆମେ ରାସ୍ତା କରେ କରେ ଯିବା। ହଉ ଠିକ ଅଛି। କାଇଁ ମନଟା ଭଲ ଲାଗୁନି। ହଉ ବସ ବସ। ବସିଲ? ଛାଡିବି ଗାଡି? ହଁ ଚାଲ ଚାଲ ଚାଲ। ଓକେ, ମେଡିସିନ ଟା କାମ ଦେଇଛି। ଜଲ୍ଦି ଆସ, ଜଲ୍ଦି ଜଲ୍ଦି ପଳେଇ ଆସ। ସେନ୍ସଲେସ୍ ହେଇଯାଇଛି ତ? ହଁ ପୁରା ସେନ୍ସଲେସ୍ ହେଇଯାଇଛି। ଧର ମୋବାଇଲ ଚେନ୍ ସବୁ। ମୋବାଇଲ ଚେନ୍ ଗୋଟେ ମୋଟା ଚେନ୍ ପକେଇଛି, ସେଟା ଧର। ମୋଟା ଚେନ୍ 4-5 ଲକ୍ଷ ଟଙ୍କା ହବ। ଛିଡା। ଆଉ ଘଣ୍ଟା ମୁଦି ଅଛି। ମୁଦି କାଢ। ହଁ ମୁଦି ରଖ। ନିଅ ତାକୁ ଟେକ ବାହାର କର। ଧର। ଆସ ଭାରି, ଆସ। ଏଇଠି ବାଣ୍ଟି ଦବା ଆଉ। ଏଇଠି ଭଲ ଜାଗାଟା ଅଛି, ଏଇଠି ଆଜି ବାଣ୍ଟିଦବା। ଏଇଠି ବସିଯା, ଏଇଠି କେହି ଆସିବେନି, ଆରାମରେ ବାଣ୍ଟିଦବା। ବସ ଯା। ଦେଖିଲ? ହଁ ଦେଖ, ତମେ ସେପଟେ ଦେଖ, ମୁଁ ଏଥିରେ ଦେଖୁଛି। ହେଲା, ପଇସା ସୁଧି ପଇସା ଲକ୍ଷପତି ହେଇଗଲେ ଆମେ ଆଜି। 4-5 ଲକ୍ଷ ହେଇଯିବ ଦେଖି ହେଇଗଲା, ପୁରା ମାଲାମାଲ ଗଲା। ନାଇଁ ରୁହ, ବାଣ୍ଟିଦବା ଠିକ ସେ ବାଣ୍ଟିବା। ଏଇଟା 4 ଲକ୍ଷ, ଇଏ 4 ଲକ୍ଷ। ଇଏ 4 ଲକ୍ଷ। ହଁ 4 ଲକ୍ଷ ହେଇଯିବ 4 ଲକ୍ଷ। ଯେତିକି ଅଛି ଯିବା, ଟଙ୍କା 2 ଲକ୍ଷ ଖଣ୍ଡେ ପରେ ହବ। ଗୁଡାଏ ଜିନିଷ ଅଛି, ହେଇଗଲା। ଆଣିଛି ପୁରା। ଏଇଟା ମୁଁ ନେଇଯିବି, ସେଇଟା ତମେ ନେଇଯାଅ, ମୁଁ ଟଙ୍କା ଦିକ ମୁଁ ନେଇଯାଉଛି। ମୋବାଇଲ ଟା ମୁଁ ନେଇଯାଉଛି, ସୁଇଚ ଅଫ୍। ହଁ ନେଇଯାଅ କରିଦେଇଛି। ଠିକ ଅଛି, ନେଇଯାଅ। ହଁ ଭଲ, ସିଏ 2 ଦିନ ଯାଇ ଉଠିବନି, ଟେନସନ କାଇଁ ନଉଛ? ତାହେଲେ ମୁଁ ଯାଉଛି। ଚାଲ। ହଁ ତମେ ତମ ବାଟରେ ଯାଅ, ମୁଁ ଯାଉଛି ଏଠି। ପୁଣି ଗାଡି ନେଇକି ଯିବି ଷ୍ଟାଣ୍ଡକୁ। ରହ ମହନ୍ତ ରହ। ଏଠି କଣ ଏତେ ଲୋକ ଲୁଣ୍ଡ ହେଇଛନ୍ତି? ରହିଲୁ ଦେଖିବା କଣ ହେଇଛି କାହାର। ଏ ମହନ୍ତ, ଶିବୁନା। କିଏ ଦୁର୍ବୃତ୍ତ ହେଲେ ମୋ ପୁଅକୁ ଏମିତି ମାରିକି ପକେଇଛନ୍ତି ରେ? ଏ ମହନ୍ତ, ତାକୁ ନେଇକି ହସ୍ପିଟାଲ ପହଞ୍ଚେ। ଚାଇଲୁ, ଆମ୍ବୁଲାନ୍ସକୁ ଡାକିଲୁ। ଟିକେ ଆମ୍ବୁଲାନ୍ସକୁ କଲ୍ କଲୁ।